ମମତା ମହାତଙ୍କ ଘଟଣା ପରେ ସେତେବେଳେ ମୁଁ କହିଥିଲି ଯେ ଆଉ କିଛି ସଦସ୍ୟ ବନ୍ଧୁ ଯିବା ନିଶ୍ଚିନ୍ତ। ମୁଁ ଯେତେବେଳେ ମମତା ମହାନ୍ତଙ୍କୁ ବିଜେପି ଜଏନ୍ କରିବା, ବିଜେପି ତାଙ୍କୁ ରିନମିନେଟ୍ କରିବା, ଏଇଟା ପରିଷ୍କାର କରିବା। ମୁଁ କହିଥିଲି ଗୋଟେ ଥୋପ ଭଳି କାମ କରିବ ଅନ୍ୟ ବିଜେଡି ସଦସ୍ୟଙ୍କ ଉପରେ, ଏବଂ ତାହା ହିଁ ହେଲା। କାରଣ ଅନ୍ୟମାନେ ଯିବେ, କାରଣ ଯେଉଁମାନେ ବିଜେଡିରୁ କୋଉମାନେ ଯାଉଛନ୍ତି ଆପଣ ଲକ୍ଷ୍ୟ କରନ୍ତୁ, ଏମାନେ ବିଜେଡିର ମୂଳ ନୀତି ଆଦର୍ଶ ସହିତ ଜଡ଼ିତ ହୋଇ ତୃଣ ସ୍ତରରେ କାମ କରିକି ଆସୁଥିବା ନେତା ନୁହନ୍ତି। ତାଙ୍କୁ ତତ୍କାଳୀନ ଦଳର ଯେଉଁମାନେ ଦାୟିତ୍ୱରେ ଥିଲେ ବା ଅଛନ୍ତି, ସେମାନେ ତାଙ୍କର ସୁବିଧା ଦୃଷ୍ଟିରୁ ତାଙ୍କର ବ୍ୟକ୍ତିଗତ ସୁବିଧା ପାଇଁ ହେଇପାରେ ସେମାନଙ୍କୁ ରାଜ୍ୟସଭାକୁ ନମିନେଟ୍ କରିଥିଲେ। ତାଙ୍କର ଦଳ ପ୍ରତି କୌଣସି ଆନୁଗତ୍ୟ ନାହିଁ। ଦଳ ଯେହେତୁ ବିଜେଡି ଗୋଟେ କ୍ଷମତା ଆଧାରିତ ଦଳ, ବିଜେଡି କ୍ଷମତାରେ ଥିଲା, ତେଣୁ ସେମାନେ ତା ସହିତ ଯୋଡ଼ି ହେଇଥିଲେ। ଏବଂ ବର୍ତ୍ତମାନ ବିଜେଡି କ୍ଷମତାରେ ନାହିଁ, ନା ରାଜ୍ୟରେ କ୍ଷମତା ନାହିଁ, ଦିଲ୍ଲୀରେ ତ କ୍ଷମତାରେ ନାହିଁ। ତେଣୁ ମୁଁ ଭାବୁଛି ସେମାନେ ଭାବୁଛନ୍ତି ଯେ ଆ ଦଳ ସାଙ୍ଗରେ ତାଙ୍କର ଭବିଷ୍ୟତ କ'ଣ। ସିଏ ଦଳର ଏଭଳି ନେତା ନୁହନ୍ତି, ଦଳରେ ତାଙ୍କର କୌଣସି ତୃଣ ସ୍ତରରେ ତାଙ୍କର କୌଣସି ସ୍ଥିତି ଅଛି, ସେ ଦଳରେ ତାଙ୍କର କୌଣସି ଭବିଷ୍ୟତ ନାହିଁ। ତେଣୁ ବିଜେପି କି ସେମାନେ ଯିବାକୁ ଆଗ୍ରହୀ। ଆଉ ବିଜେପି ମାନେ ପ୍ରଲୋଭନ ବଶବର୍ତ୍ତୀ ଯାଉଛନ୍ତି ନା ପ୍ରକୃତରେ ସେମିତି ଗୋଟେ ବଡ ଡିଲ୍ ହେଇଛି, ନା କ'ଣ କାରଣ ଥାଇପାରେ? ନାଇଁ, ବଡ ଡିଲ୍ ଟା ଯଦି କହିବେ ଆପଣ, ବଡ ଡିଲ୍ କ'ଣ? ବିଜେପିର 1 ପଏଣ୍ଟ ପ୍ରୋଗ୍ରାମ ବର୍ତ୍ତମାନ ରାଜ୍ୟସଭାରେ ଦଳର ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ଆଣିବା ଦରକାର। କାରଣ ପୂର୍ବରୁ ରାଜ୍ୟସଭାରେ ବିଜେଡି ସାହାଯ୍ୟ କରୁଥିଲା, ୱାଇଏସ୍ଆର୍ କଂଗ୍ରେସ ସାହାଯ୍ୟ କରୁଥିଲା, ସେମାନେ ବର୍ତ୍ତମାନ ସାହାଯ୍ୟ କରିବେନି। ବହୁତ ଗୁରୁତ୍ୱପୂର୍ଣ୍ଣ ବିଲ୍ ଅଛି। ଆ ଭିତରେ ବର୍ଷ ରାଜ୍ୟସଭାରେ ଏନ୍ଡିଏର ସଂଖ୍ୟାଗରିଷ୍ଠତା ବା ହେଇଛି ବୋଲି କୁହାଯାଉଛି। ଏଇ ଯୋଉ ହେଲା ଏବେ ବାଇ ଇଲେକ୍ସନ ହେଲା, କିନ୍ତୁ ତଥାପି ମଧ୍ୟ ଏମାନେ ସବୁବେଳେ ଚିନ୍ତିତ ଅଛନ୍ତି ରାଜ୍ୟସଭା ନେଇକି। ଯେଉଁ ରାଜ୍ୟସଭାରେ କେଉଁ ହିସାବରେ ହବ, ବିଜେଡି ସାହାଯ୍ୟ କରିବେ, ବିଜେଡି ବର୍ତ୍ତମାନ ବିରୋଧ କରିବ ବୋଲି ନିଷ୍ପତ୍ତି କରିଛି। ଡିଲ୍ଟା କ'ଣ ହେଇପାରେ? ଡିଲ୍ଟା ହଉଛି ଏମାନେ ବିଜେପି କି ଆସିଲେ ଦିଟା କଥା ହଉଛି, ବିଜେପିର ତ ସଂଖ୍ୟା ବଢିବ, ପ୍ଲସ୍ ଓଡ଼ିଶାରେ ମଧ୍ୟ ବିଜେଡିକୁ ଗୋଟେ ମେସେଜ ଯିବ, ବିଜେପି ମଧ୍ୟ ମେସେଜ ଯିବ, ଏବଂ ବିଜେଡି ଚାପେରେ ତ ରହିବ, ଏବଂ ସେମାନେ ରାଜ୍ୟସଭାକୁ ତାଙ୍କର ସେଇ ଜାଗାରେ ତାଙ୍କର ଲୋକ ରାଜ୍ୟସଭାକୁ ନେଇ ଆସିବେ। ଏମାନଙ୍କୁ ଯୋଉ ଚୋରା ଚୋରାରେ ସମ୍ପର୍କ ଥିଲା, ଭିତରିଆ ସମ୍ପର୍କ ରହିଥିଲା, ବର୍ତ୍ତମାନ ଆପଣ ଭାବୁଛନ୍ତି କି ବିଜେପି ସିଧାସଳଖ ଫାଇଟ୍ କରୁଛନ୍ତି ଆଉ ଇଣ୍ଡିଆ ମେଣ୍ଟରେ ନବୀନ ପଟ୍ଟନାୟକ ମିଶିଯିବାର ଯଥେଷ୍ଟ ସମ୍ଭାବନା ରହିଛି? ନା, ଇଣ୍ଡିଆ ମେଣ୍ଟରେ ଅଭିଶନ୍ତୁ, କିନ୍ତୁ ସେ ବିରୋଧ କରିବେ ନିଶ୍ଚିତ ଭାବରେ। ସିଏ ବିଜେପି ସରକାରକୁ ବିରୋଧ କରିବେ ବୋଲି ନିଷ୍ପତ୍ତି ଘୋଷଣା କରିଛନ୍ତି। ତାଙ୍କର ସଦସ୍ୟମାନଙ୍କୁ ଜଣେଇ ଦେଇଛନ୍ତି ରାଜ୍ୟ ସଦସ୍ୟଙ୍କୁ, କିନ୍ତୁ ରାଜ୍ୟ ସଦସ୍ୟଙ୍କୁ ଜଣେଇବେ ତାଙ୍କର ଶକ୍ତି ଥିଲେ ତ। ବର୍ତ୍ତମାନ ନବୀନ ବାବୁ ଆପଣ ବୁଝୁନାହାନ୍ତି କି ବାବୁ, ଯେ ନବୀନ ବାବୁ ଯଦି ଇଣ୍ଡିଆ ମେଣ୍ଟରେ ରହି ବିଜେପି ସହିତ ଫାଇଟ୍ କରନ୍ତି, ତାହେଲେ ତାଙ୍କ ଦଳ ପାଇଁ କି ଗୋଟେ ଜାତୀୟ ସ୍ତରରେ ଗୋଟେ ମେଣ୍ଟ କାମ କରିବ। ନିଶ୍ଚିତ ଭାବରେ ସିଏ ଇଣ୍ଡିଆ ଆଲାଏନ୍ସକୁ ଯଦି ଚାଲି ଆସିବେ, ତାଙ୍କ ଶକ୍ତି ବଢିବ, ତାଙ୍କ ସାମର୍ଥ୍ୟ ବି ବଢିବ।